चारि पांच जन झील पिला कही मत आईला सारे आम यूट्यूब रे शुणुचु टे चंपक वर्णा गाइब से पिला अच्छा ना 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 काली गाइब कौन खोजिक आसबि जाऊन खोजिक आसू आमर बोली से घरे शुणी नाई चारि पांच जन झील पिला मत दिया कि सार टे चंपक वर्णा गाइबी मो निज इच्छा गाइबी जब से पिला थी हाथ टेकिबे ताले चंपक वर्णा गाइबी ना गाइबी ना से छुआ ना आम छुआ लुचि पड़े बोला चंपक तो कही चंपक वर्णा गाई अनुज चारि कुआड़े सब गले मत सब कही कड़े गले चंपक वर्णा दबू परिश्रम कर तो टंका दबू लगे जाऊ सब गायक गाइबे गीत गीत सहित भाव सहित नाद सहित शब्द सहित सब एकाठी जाइए पाला मारो मारो पेली हवा नाच पेला नाच अरे ये कौन गोटे पेली माने दुर्बल को जोटा हम कला उरज कल सरुत
ହବ ତ ଇଏ ପାଲା ବାଲା ଯଦି ଆଉ ଟିକେ ଆଗକୁ ଆଇଥାନ୍ତେ ଆମ ପାଲା ଆହୁରି ହିଟ୍ ହେଇଥାନ୍ତା। କଲା ଯେବେ ଦୁହି ବର୍ଜିବୁ ଧାନ ତେଜି ଦେବୀ ଜୀବନ ତେଜି ଦେବୀ ଜୀବନ ତେବେ ତେଜି ଦେବୀ ଜୀବନ ତୁହି ବର୍ଜିବୁ ଧନ ତେବେ ତେଜି ଦେବୀ ଜୀବନ ତେବେ ତେଜି ଦେବୀ ଜୀବନ ତେବେ ତେଜି ଦେବୀ ଜୀବନ। ଟଙ୍କା 1000ଟା ଦବୁ ସେ ବହି କିଣିବାକୁ ଦବୁ ଏତେ ପଇସା ତମେ କମେଇବ ଆମେ କଣ ପାଉଛୁ କିଛି ନାହିଁ। ହଉ ହଉ ତମେ ଯେତେ ରେକର୍ଡିଂ କରିକି ସବୁଦିନ ମତେ ଚାହିଁଲା ବେଳେ ମୁଁ କହିନି ହଁ ରେଡି ଚାଲୁ ଯେତେ ରେକର୍ଡିଂ କରିକି ନିଅ ଦୁଃଖ ନାହିଁ। ହୋତାଠୁ ଯେତେ ଯିବାରେ ଯୋଉ କୂଅରୁ ପାଣି ଯେତିକି ବୋହିବ ସେ କୂଅ ପାଣିଟା ସେତିକି ପରିଷ୍କାର। ଆଇଲା ବେଳେ ଖାଲି ଘିଅ ବୋତଲଟା ଆଣିଥିବ ଖଣ୍ଡିଏ ଲେଖେ ବହି କିଣିବାକୁ ଦଉଥିବ ଯେତେ ରେକର୍ଡିଂ କରିବ ଖଣ୍ଡିଏ ଲେଖେ ବହି ଦବ ହେଲା। କଲା ଯେବେ ଦୁହି ବର୍ଜିବୁ ଧାନ ତେଜି ଦେବୀ ଜୀବନ ତେଜି ଦେବୀ ଜୀବନ ତେବେ ତେଜି ଦେବୀ ଜୀବନ ବାଙ୍ଗାଲି ଭାତ ସଜଣି ଦିନ ବାଙ୍ଗାଲି ଭାତ ସଜଣି ବାଙ୍ଗାଲି ଭାତ ସଜଣି ବିଧି ଭାତ ସଜଣି। ବାଘ ସାର୍ କୁହନ୍ତୁ ବାଘ ଆଜ୍ଞା ଉଠିବି ନାଇଁ ବସ ନା ଉଠି ପାରିଦବା ନା ଏଟା ଠିଆ ପାଲା ପରା ଚାଲୁ ତୁ ଆଉ ଉଠୁଛୁ ଦେଖିବା କୋଲା ଭଣରେ ପୁଅଙ୍କ ଇଏ ମାଦିବା ସତେ ଜାଣିଛୁ ଏ ବସିଲା ପାଲା ଗଲା ଆଇଲା ଖୁଣୁ ତୁ ଟିକେ ଉଠିଲୁ ଆଉ ଆଗରୁ ତ କାଇଁ ଉଠୁନଥିଲୁ ହୃଦୟର ଅନନ୍ତ ଭାବରେ ଚିନ୍ତା କରି ନିଜର ସ୍ତ୍ରୀ ପାଖରୁ ଉତ୍ତରା ପାଖରୁ ବିଦାୟ ନଉଛି ଅଭିମନ୍ୟୁ ବୀର। ମହାଭାରତ ଯୁଦ୍ଧର ଚକ୍ର ବ୍ୟୁହ ଭେଦ କରିବା ପାଇଁ ଆପଣଙ୍କର କୌରବ ବିରୁଦ୍ଧରେ ଅଭିମନ୍ୟୁ ଚଲି ଯାଉଛି। ଆଜ୍ଞା ଏପଟେ ଉତ୍ତରା ମନେ ମନେ ବିଚାର କଲା ମୋ ସ୍ୱାମୀ କି ଯୁଦ୍ଧକୁ ଯାଉଛନ୍ତି ତ ତାହେଲେ ଚମ୍ପକ ବର୍ଣ୍ଣରେ ମୁଗ୍ଧ ହୋଇ ଜଣେ ଭାଇ ପଠେଇଛନ୍ତି 100 ଟଙ୍କା ତମ ନାଁ କହିନା ହଉ ନାରାୟଣ ମଙ୍ଗଳ କରନ୍ତୁ ସେ ଭାଇଙ୍କର ବା ସେଇ ପିଲାମାନଙ୍କର ମଙ୍ଗଳ କରନ୍ତୁ କୃପା କରନ୍ତୁ ସର୍ବାରିଷ୍ଟ ଖଣ୍ଡନ ହଉ ସର୍ବେ ବୋଲ ଆନନ୍ଦେ କଥା ଯୁଦ୍ଧକୁ ଯାଉଛି ଇଏ ନା ଅଭିମନ୍ୟୁ ଚାଲି ଯାଇଛି ସ୍ତ୍ରୀ ଉତ୍ତର କହିଲା ମୋ ସ୍ୱାମୀ କେମିତି ଜିତିବେ। ପ୍ରତ୍ୟେକ ପୁରୁଷଙ୍କର ଉତ୍ତୀର୍ଣ୍ଣ ପଛରେ ଗୋଟେ ନାରୀର ହାତ ଥାଏ। ମୋ ସ୍ତ୍ରୀର ହାତ ଅଛି ମୁଁ ପାଲା ଧୋକାରି ଯାଉଛି ନା ଭୟ ଅଛି ନା ପ୍ରକୃତ କଥା କହିଲି ତୋ ସ୍ତ୍ରୀର ହାତ ଯୋଗୁ ତୁ ଗୋଟେ ପାଲା ପାଳିଆ ହେଇପାରେ। ଆଉ ତମ ସ୍ତ୍ରୀ ହାତ ଯୋଗୁ ତମେ ଗାଁର ତୋ ସ୍ତ୍ରୀ ତମ ସାହି ଯାକ ଲୋକକୁ ପାଳୁଛି ତ ପରୀକ୍ଷାରେ କାହାର ଅଭାବ ତୋ ସ୍ତ୍ରୀ ରଖିଛି ତମ ସାହିରେ ଲୋକ ଯିଏ ଯାହା ମାଗୁଛି ଦେଇଦଉଛି ଆଉ ସତୀ ଲୋକଟା ଆଉ ତେଣୁ ସମସ୍ତଙ୍କୁ ପାଳୁଛି ବୋଲିକି ତୁ ପାଳିଆ ହେଇଛୁ କି ନା ଅଭିମନ୍ୟୁ ଗଲା ଉତ୍ତରା ସଜାଉଛି ଉତ୍ତରା ଫୁଲମାଳଟିଏ ଧରିଛି ଅଭିମନ୍ୟୁ ଫଟୋରେ ଟାଙ୍ଗିଦେଲେ ଅଭିମନ୍ୟୁ ଜିତିବ। ଏପଟେ ଚନ୍ଦ୍ର ସ୍ତ୍ରୀ ରୋହିଣୀ ତ ଛଦ୍ମ ବେଶରେ ଲୁଚିକି ଅଛି।
କୃଷ୍ଣ କହିଛନ୍ତି କହିଲା ଛଦକେ ନିକଟେ ମିଳିଲା ଛଦମ ଉତ୍ତରା ବାଲି ଛଦ୍ମ ଉତ୍ତରା ବାରି ହେ ଛଦ୍ମ ଉତ୍ତରା ବାରି ଉତ୍ତରା ଯେତେବେଳେ ଫୁଲମାଳ ଦେବାକୁ ଯାଇଛି ଅଭିମନ୍ୟୁ ଫଟୋକୁ ହେଲା ହେଲା ଚନ୍ଦ୍ର ସ୍ତ୍ରୀ ରୋହିଣୀ ଛଦ୍ମ ଉତ୍ତରା ହେଇକି ଲୁଚିକି ଥିଲା ଝାମ୍କିନି ମାରି ବସିକି ଫୁଲମାଳିଟାକୁ ନେଇକି ପଳେଇଲା କାହା ପାଖ ନା ମା ସୁଭଦ୍ରା ପାଖରେ ସୁଭଦ୍ରା ପାଖରେ ପହଞ୍ଚି ମୁଣ୍ଡିଆ ମାରିଲା କହିଲେ ମା ମୋ ସ୍ୱାମୀ ଯୁଦ୍ଧକୁ ଯାଇଛନ୍ତି ଅଭିମନ୍ୟୁ ଯୁଦ୍ଧକୁ ଯାଇଛନ୍ତି ଅଭିମନ୍ୟୁ ବି ତା ସ୍ୱାମୀ କାହିଁକି ନା 14ଟା କଳା ସମୁଦ୍ର ତା ଦେହରେ ଅଛି ମା ମତେ ଆଶୀର୍ବାଦ ଦିଅ କହିଲେ ଆଶୀର୍ବାଦ କଲେ ଜନନୀ ବକୁଳ ମଧୁମହର ହେ କୁଳା ବଧୁମହର ହେ କୁଳା ବଧୁମହର ସିନ୍ଦୁରଗାର ସିନ୍ଦୁରଗାର ହେ ସିନ୍ଦୁରଗାର 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 ହେ ସିନ୍ଦୁରଗାର ସିନ୍ଦୁରଗାର ସୁଭଦ୍ରା ଆଶୀର୍ବାଦ କରିଦେଲେ କହିଲେ ଚିରକାଳ ତ ମୁଣ୍ଡର ସିନ୍ଦୁର ଚାତୁର୍ଯ୍ୟମାନ ସେଥିରେ କାକୁକୁ ବାଟେଇ ଦେଇକି ଧରିଲା ଫୁଲମାଳ ଧରି ଚନ୍ଦ୍ରଭାଷା ରୋହିଣୀ ଏପଟେ ଉତ୍ତରା ଅଭିମନ୍ୟୁ ସ୍ତ୍ରୀ କହିଲା କିଏ ଫୁଲମାଳ ଛିଣ୍ଡେଇକି ଛଡେଇକି ନେଲା ପଛେ ପଛେ ଯାଉଛି ଦେଖୁଛି ସୁଭଦ୍ରାଙ୍କ ପାଖରେ କିଏ ଆଶୀର୍ବାଦ ନଉ କାନ୍ଦି ପକେଇଲା ସୁଭଦ୍ରା ଏ ଉତ୍ତରା ମା ସୁଭଦ୍ରା ନିକଟରେ କହିଲା ମା କହିଲା କାହା ଭାଲେ ଦେଲ ସିନ୍ଦୁର ଗାରେ ଆଶିଷ ହେ କାରେ ଢାଳ ଆଶିଷ ହେ କାରେ ଢାଳ ଆଶିଷ ତବ ଶ୍ରୀ ପୟରେ ଯୋଉ ଜାଣିଲି ଠିଆ ସାର କାଢି ଆଡ ନେଇକି ଠିଆ ତୁ ଖୁସି ତ ମୁଁ ବି ଖୁସି କହିଲା ମା ହେଲା ତମେ କାହା ଭାଲରେ ସିନ୍ଦୁର ଦେଲ ମୁଁ ତମ କୁଳବଧୂ ଜାଣିପାରିଲେନି ସୁଭଦ୍ରା କହିଲା ମାରେ ଭୁଟୁ କରିଦେଲି ହେଲା ଆଜିଠୁ ରହିବ ନାହିଁ ତ ଭାଲେ ସିନ୍ଦୁର ଗାର ହେ ଭାଲେ ସିନ୍ଦୁରଗାର ହେ ଭାଲେ ସିନ୍ଦୁରଗାର ବିନା ପାଇଁ ବିଧବା ହେବୁ ବଧୁମହର ହେ ମୁଁ ଜାଣିପାରିଲିନି ଆଉ ତ ମୁଣ୍ଡରେ ସିନ୍ଦୁର ରହିବନି ମା ପୋଛିଦେଲ ମୋ ପୁଅ ଆଉ ବଞ୍ଚିବନି ଆଜିଠୁ ବିଧବା ନିଶ୍ଚିତ ହବୁ ହଉ ଆଉ ଗପଟପ କରିବାକୁ ବେଳ ନାହିଁ ଅଭିମନ୍ୟୁ ଯୁଦ୍ଧକୁ ବାହାରିଛି ଯୁଦ୍ଧ ହବ 8ଟା ଘର 12ଟା ଦ୍ୱାର 12ଟା ଦ୍ୱାରରେ 12 ଜଣ ରଥୀ କହନ୍ତି ଅଭିମନ୍ୟୁକୁ ମାଇଲେ କିଏ 70 ନା 12ଟା ରଥୀ କି ଭେଦିବ ଅଭିମନ୍ୟୁ ସେ 12ଟା ରଥୀରୁ 5ଟା ରଥୀ ମରିଯିବେ ଆଉ 7ଟା ରଥୀ ଏକାଠି ହେଇକି ଅଭିମନ୍ୟୁକୁ ମାରିବେ ଯୋଉ 5 ମଲେ କିଏ ଯୋଉ 7 ରହିଲେ କିଏ ବିଷ ଏଇ ପର୍ଯ୍ୟନ୍ତ ଗଲା এইঠু রহিলা কথা ସେଥିରେ ଆଉ କିଛି କଥା ନାହିଁ ଆଜି ଏତିକିରେ ଥାଉ ନୃସିଂହ ହୁତା ଯେ ବସାକୁ ଯାଉ ତମେ ଆମ କାହାକୁ ଜମା ଯିବନି ବରଣାରେ ଖାଇକି ପଳେଇ ଆସିବ ସମସ୍ତଙ୍କୁ କଲ୍ୟାଣ କରନ୍ତୁ ବରଣ୍ଡାକୁ ଗଲେ କଣ ହବ ପିଲାମାନେ ମୁଁ କାହାକୁ ଯାଉଥିଲି ବରଣ୍ଡାରେ ଖାଉଛି 10 ବର୍ଷ ସମ୍ପର୍କ ଭିତରେ ଗୋଟେ ଘରର ଗୋଟାଏ ଡିହ